ଜୟ ଜଗନ୍ନାଥ ଜୟ ଶ୍ରୀ ରାଧେ କୃଷ୍ଣ। 17 ଜୁଲାଇ ଫ୍ରାଇଡେ। ଆଜି କର୍କଟ ସଂକ୍ରାନ୍ତି ଅଛି। ସୂର୍ଯ୍ୟନାରାୟଣ ଦକ୍ଷିଣାୟନ ହଉଛନ୍ତି। ଆଜି ଦକ୍ଷିଣାୟନ ବନ୍ଦାପନା। ଦକ୍ଷିଣାୟନ ମାନେ ଏବେ ଦେବତା ମାନଙ୍କର ହଉଛି ରାତ୍ର ଉତ୍ତରାୟଣରେ ଦିନ। ବର୍ଷା ଋତୁ ଆରମ୍ଭ ହଉଛି। ଆଜିଠାରୁ 3 ଦିନ ବ୍ୟାପୀ ନଦୀ ହେବେ ରଜସ୍ୱଳା। ଏଇ 3 ଦିନ ଗଙ୍ଗା ନଦୀ ଛଡା ଅଲଗା ନଦୀରେ ସ୍ନାନ କରିବେ ନାହିଁ। ଆଜି କ୍ଷୟ ତିଥି ଅଛି। ଚତୁର୍ଥୀ କୁ କୁହାଯାଏ କ୍ଷୟ ତିଥି, କାରଣ ତୃତୀୟା ଅଛି ସକାଳ 6ଟା 28 ପର୍ଯ୍ୟନ୍ତ, ତାପରେ ଚତୁର୍ଥୀ ଆସିଯିବ। ଆଜି ଚତୁର୍ଥୀ ତିଥି ଅଛି। ଚତୁର୍ଥୀ ତିଥିର ଅଧିପତି ହେଲେ ଗଣେଶ ଭଗବାନ। ଏ ହଉଛି ଆଷାଢ ଶୁକ୍ଳ ପକ୍ଷ। ଗୌରୀ ଗଣେଶ ଚତୁର୍ଥୀ କୁହାଯାଏ, ବିନାୟକ ଚତୁର୍ଥୀ କୁହାଯାଏ। ଆଜି ଚନ୍ଦ୍ରମା ମଘା ନକ୍ଷତ୍ରରେ। ମଘା ନକ୍ଷତ୍ରର ଅଧିପତି ହେଲେ କେତୁ। କେତୁଙ୍କର ଇଷ୍ଟ ହେଲେ ଗଣେଶ। ଯୋଉମାନଙ୍କର କୌଣସି ଗ୍ରହରେ ମଘା ନକ୍ଷତ୍ରରେ ଅଛନ୍ତି, ଚନ୍ଦ୍ର ଥିଲେ ତ ମଘାସିଂହ ରାଶି ହବ, କିନ୍ତୁ ଏନି ବି ପ୍ଲାନେଟ ଅଛନ୍ତି ମଘା ନକ୍ଷତ୍ରରେ, ଆପଣ ଆଜି ଗଣେଶ ଭଗବାନଙ୍କୁ ସ୍ପେଶାଲ ପୂଜା କରନ୍ତୁ। କିମ୍ବା ଯୋଉମାନଙ୍କର କିଛି ବି ନାହାନ୍ତି, ଯଦି କିଛି ମନସ୍କାମନା ଅଛି, ଇଏ ଗୁପ୍ତ ନବରାତ୍ର ଚାଲିଛି, ତା ସହିତ ରଥଯାତ୍ରା ମଧ୍ୟ ଚାଲିଛି। ବହୁତ ଶୁଭ ସମୟ। ଆପଣ କିଛି ଗଣେଶଙ୍କ ପାଖରେ ମାନସିକ କରିପାରନ୍ତି। ଶ୍ରୀ ଗଣେଶଙ୍କୁ ପୂଜା କରନ୍ତୁ। 108 ଦୁବ ଅର୍ପଣ କରିପାରିବେ। ଗୁଡ, ମହୁ, ମୋଦକ, ଲଡୁ ଏ ସବୁ ଅର୍ପଣ କରିକି ବାଣ୍ଟି ଦେବେ। ଅନ୍ୟମାନଙ୍କୁ ସବୁ ଖାଇବାକୁ ଦେବେ। ଗଣେଶ ଭଗବାନଙ୍କର ମନ୍ତ୍ର ଜପ କରିବେ। ଶ୍ରୀ ଗଣେଶ ଅଥର୍ବ ଶୀର୍ଷ ଆଜି ଶୁଣନ୍ତୁ, ନହେଲେ ପାଠ କରନ୍ତୁ। ଓಂ ଗଂ ବିଘ୍ନନାଶନାୟ ନମ, ଏଇ ମନ୍ତ୍ର ଜପ କରନ୍ତୁ। ଗଣେଶ ଭଗବାନଙ୍କୁ ଧ୍ୟାନ କରନ୍ତୁ। ଆଜି ଆପଣ ଗଣେଶ ଭଗବାନଙ୍କର ହାତରେ ଧାଗା ବାନ୍ଧିକି, ସେ ଧାଗାକୁ ବି ନିଜେ ବାନ୍ଧିବେ। ତାକୁ କୌଣସି ପରୀକ୍ଷା, କୌଣସି ଶୁଭ କାମରେ ଗଲେ ବାନ୍ଧିକି ଯିବେ, ବହୁତ ଶୁଭ ହବ। ଗଣେଶ ଭଗବାନଙ୍କର ସିନ୍ଦୁର ପକେଇ ପାରିବେ। ଆଜି ଗଣେଶ ଭଗବାନଙ୍କର, ଗଣେଶ ଭଗବାନଙ୍କୁ ସ୍ୱସ୍ତିକ, ଗୋଟେ ସୁନ୍ଦର ସ୍ୱସ୍ତିକ ପୂଜା କରିକି ତାଙ୍କ ବେକରେ ପକେଇକି ଭଗବାନଙ୍କର, ତାପରେ ଆପଣ ନିଜେ ପକାନ୍ତୁ। ଆଶୀର୍ବାଦ ପ୍ରାପ୍ତି ହବ। ଆଜି ବହୁତ ଶୁଭ ଦିନ ଅଛି। ଆପଣ କୌଣସି କାମ, ନୂଆ କାମ ଚାହୁଁଛନ୍ତି, ନଡିଆ ବାଡେଇକି ଶ୍ରୀ ଗଣେଶ କରିକି କରିପାରିବେ। ତା ସହିତ ଆପଣ ଆଜି ଖାତା, ବହି, ପେନ୍ ଏସବୁ ଗଣେଶ ଭଗବାନ ପାଖରେ ପୂଜା କରିକି ଷ୍ଟୁଡେଣ୍ଟ ମାନେ ତାକୁ ଆଜି ଆପଣ ବ୍ୟବହାର କରନ୍ତୁ। ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତି ହବ। ଆଜି ଯୋଗ ଅଛି ବ୍ୟତିପାତ ଯୋଗ। 10ଟା 45 ପରେ ଆସିଯାଉଛି ବରିୟାନ ଯୋଗ। ବରିୟାନ ଯୋଗ ହଉଛି ବହୁତ ଶୁଭ ଯୋଗ। ମଘା ନକ୍ଷତ୍ରରେ ଚନ୍ଦ୍ରମା ଅଛନ୍ତି। ଯୋଉମାନଙ୍କର ମଘା ନକ୍ଷତ୍ର ଅଛି, ଚନ୍ଦ୍ରମା ଅଛନ୍ତି, କିମ୍ବା ଲଗ୍ନ ଅଛି, ଗଣ୍ଡମୂଳ ପୂଜା କରିପାରିବେ। ଗଣ୍ଡମୂଳ ପୂଜା କଲେ ଅନେକ ବାଧାବିଘ୍ନ ଦୂର ହେଇଥାଏ। ଆଜି ଶୁକ୍ରବାର ଅଛି। ଲକ୍ଷ୍ମୀ ମାଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ। ଶ୍ରୀ ସୁକ୍ତମ ପାଠ କରନ୍ତୁ। ଓଂ ଶ୍ରୀ ଶ୍ରୀଏ ନମ, ଏଇ ମନ୍ତ୍ର 108 ଜପ କରନ୍ତୁ। ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତି ହବ। ଆଜିର ସୂର୍ଯ୍ୟ ଉଦୟ ସମୟ 5ଟା 16, ସୂର୍ଯ୍ୟାସ୍ତ 6ଟା 28। ଆଜିର ଶୁଭ ସମୟ 5ଟା 20 ରୁ 6ଟା 12, 7ଟା 5 ରୁ 8ଟା 36, 12ଟା 18 ରୁ 2ଟା 55, 4ଟା 40 ରୁ 6ଟା 24, ସନ୍ଧ୍ୟା 7ଟା 52 ରୁ 9ଟା 8। ଏହି ସମୟରେ ଆପଣ କୌଣସି କାମ କରନ୍ତୁ, ଶୁଭ ଫଳ ପ୍ରାପ୍ତି ହବ। ଆଜିର ରାହୁ କାଳ 10ଟା 14 ରୁ 11ଟା 52, କାଳ ବେଳା 10ଟା 14 ରୁ 11ଟା 52, ବାର ବେଳା 8ଟା 36 ରୁ 10ଟା 14। ଏହି ସମୟରେ କୌଣସି ଶୁଭ କାମ କରନ୍ତୁ ନାହିଁ। ଏବେ ଜାଣିବା ହୋରା ବିଷୟରେ। ମେଷ ରାଶି, ଆପଣଙ୍କ ପାଇଁ କି ଆଜି ବହୁତ ସାରା ସରପ୍ରାଇଜ ପ୍ୟାକେଜ ଅଛି। ଅର୍ଥାତ କିଛି ପ୍ରଫିଟ ମିଳିବ, ମନ କଥା ପୂରଣ ହବ। କୌଣସି କଥାରେ ଆପଣ ଜିଦି କରିକି ବେଳେ ବେଳେ କରନ୍ତି, ଆଜି କରନ୍ତୁ ବି, ଆପଣଙ୍କର କାମ ବି ଭଲରେ ହେଇଯିବ। କିଛି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଆପଣ ଆଜି ନୂଆ ଢଙ୍ଗରେ ବି ଗ୍ରହଣ କରିବେ। ବହୁ ଲୋକ ସମ୍ପର୍କରେ ରହିବେ। ଭଲ ଫ୍ରେଣ୍ଡଙ୍କ ସହିତ ବି ସୁନ୍ଦର ଟାଇମ ବି ସ୍ପେଣ୍ଡ କରିବେ। ଆପଣଙ୍କ ପାଇଁ ଆଜି ବହୁତ ଭଲ ଦିନ ଅଛି, ଖୁସି ରହିବେ। ଶୁଭ ରଙ୍ଗ ଧଳା ରଙ୍ଗ। ଆପଣ ଆଜି କିଛି ମିଠା ପ୍ରସାଦ ଭଗବାନଙ୍କୁ, ଗଣେଶ ଭଗବାନଙ୍କୁ ଅର୍ପଣ କରିକି ଆପଣ ଆଜି ବାଣ୍ଟି ଦିଅନ୍ତୁ, ଆଉ ନିଜେ ବି ଖାଆନ୍ତୁ। ବୃଷ ରାଶି, ଆପଣଙ୍କ ପାଇଁ ଆଜି ଭଲ ଦିନ ଅଛି, ଖୁସି ରହିବେ। କାମ ବି ଭଲରେ ହେଇଯିବ। କିଛି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଆପଣ ଆଜି ବହୁତ ସୁନ୍ଦର ଭାବରେ ହ୍ୟାଣ୍ଡେଲ କରିବେ। ବହୁତ ପରିଶ୍ରମ କରିବେ ମଧ୍ୟ।
ପରିଶ୍ରମର ଫଳ ବି ଆପଣଙ୍କୁ ମିଳିଯିବ। ଆପଣ ଆଜି କ୍ୟାରିଅରର ଗ୍ରୋଥ ପାଇଁ କି କିଛି ପଦକ୍ଷେପ ନେବେ। ବହୁତ ସାରା ବିଜି ରହିବେ, ବହୁତ ସାରା କାମ ଅଛି କରିବେ। ଆପଣଙ୍କୁ କୌଣସି ଦିଗରୁ ଆଜି କିଛି ମେସେଜ ମିଳିବ କ୍ୟାରିୟର ରିଲେଟେଡ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ କଲର। ଆଜି ସୁଗନ୍ଧ ଜଳରେ ସ୍ନାନ କରନ୍ତୁ। କିଛି ସୁଗନ୍ଧ ପ୍ରସାଦ ଯୋଉଟା କି ବାସ୍ନା ଯୁକ୍ତ ପ୍ରସାଦ ଖାଆନ୍ତୁ। ଭଲ ରହିବ। ମିଥୁନ ରାଶି, ଆପଣଙ୍କର ଆଜି କିଛି ଲେଖା ଲେଖି କରିବେ, ପେନ୍ କିଣି ପାରନ୍ତି। କୌଣସି ଘଣ୍ଟା ଫୋନ ଏଇ ସବୁର କିଣିବେ କି କାମ କରିବେ। ପାଖ ଜାଗାକୁ ଯାତ୍ରା କରିବେ, ଶୁଭ ସମ୍ବାଦ ମିଳିବ। ଆପଣଙ୍କ କଥା ଆଜି ଗୁରୁତ୍ୱ ରହିବ। ଅନ୍ୟକୁ କହିକି ଇମ୍ପ୍ରେସ ମଧ୍ୟ କରିବେ। ଆପଣ ଆଜି ଏନର୍ଜେଟିକ ରହିବେ। ଫାଇନାନ୍ସ ଦିଗ ବି ଭଲ ରହିବ। ଶୁଭ ରଙ୍ଗ ହଉଛି ସବୁଜ ରଙ୍ଗ। ଆଜି ପକ୍ଷୀ ମାନଙ୍କୁ କିଛି ମିଠା ଖାଦ୍ୟ ଖାଇବାକୁ ଦିଅନ୍ତୁ। କର୍କଟ ରାଶି, ସେ ଆପଣଙ୍କର ଘର ପରିବାର ପର୍ସନାଲ କାମ, ଘର ଗାଡି ଏସବୁ ମେଟେରିଆଲ ଜିନିଷ ଆଜି ସବୁ ଆପଣଙ୍କର ଆଜି ଭଲ ରହିବ। କିଣାକିଣି କରିପାରନ୍ତି। ଖାଇବା ପିଇବା ଆଜି ଭଲ ରହିବ। କୌଣସି କାମକୁ ଆଜି ନୂଆ ଢଙ୍ଗରେ କରିବେ। ଆଜି ବହୁତ ପ୍ଲାନିଂ ହବ। କିଛି ପରିବର୍ତ୍ତନ ହବ। ଶୁଭ ପରିବର୍ତ୍ତନ ହବ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ମେରୁନ୍ କଲର। ଆପଣ ବିଷ୍ଣୁ ଭଗବାନଙ୍କୁ କିଛି ପ୍ରସାଦ ଚଢେଇ ଖାଆନ୍ତୁ। ଅନ୍ୟମାନଙ୍କୁ ଦିଅନ୍ତୁ। ସିଂହ ରାଶି, ଆପଣଙ୍କ ପାଇଁ ଆଜି ବହୁତ ସାରା କାମ ଅଛି। ବହୁତ ସିଚୁଏସନ ସବୁ ମିଳିବ। ବିଭିନ୍ନ ଭାବରେ ଆଜି ଆପଣଙ୍କର ଦିନ ଯିବ। ମାଇଣ୍ଡ ବହୁତ ପ୍ରକାର ରହିବ। ଏଣ୍ଟରଟେନମେଣ୍ଟ ରହିବ। ଖୁସି ରହିବେ। ଫ୍ରେଣ୍ଡ ସହିତ, ପିଲାଙ୍କ ସହିତ ଆଜି ଟାଇମ ସ୍ପେଣ୍ଡ କରିବେ। ହଠାତ୍ ଶୁଭ ସମ୍ବାଦ ମିଳିବ। କିଛି କାମ ବି ହେଇଯିବ। ଆଜି ଭେରାଇଟି ଟେଷ୍ଟ ର ଦିନ ଅଛି ଆପଣଙ୍କ ପାଇଁ କି। ଶୁଭ ରଙ୍ଗ ହଉଛି ହ୍ୱାଇଟ କଲର। ଆପଣ ଆଜି ଚନ୍ଦନ ମଥାରେ ଲଗାନ୍ତୁ। କନ୍ୟା ରାଶି, ବିଭିନ୍ନ ଦିଗରୁ ଖର୍ଚ୍ଚ ଅଛି। ଆଜି କାହା ସହିତ ଶତ୍ରୁତା ହେଇପାରେ। ପଶୁମାନଙ୍କ ପ୍ରତି ଆଜି ସତର୍କ ରୁହନ୍ତୁ। ଚୋରି ପ୍ରତି ସତର୍କ ରୁହନ୍ତୁ। କାହା ସହିତ ମନମାଳିନ ହେଇପାରେ। କେୟାରଫୁଲ ରୁହନ୍ତୁ। ଶୁଭ ରଙ୍ଗ ଆପଣଙ୍କ ପାଇଁ ଆଜି ହ୍ୱାଇଟ କଲର। ଆପଣ ଆଜି ଦୁର୍ଗା ସପ୍ତଶତୀର ଆପଣ କୌଣସି ଏକ ଅଧ୍ୟାୟ ପାଠ କରନ୍ତୁ। ନହେଲେ ଅପରାଜିତା ସ୍ତୋତ୍ର ଶୁଣନ୍ତୁ। ତୁଳା ରାଶି, ଆଜି ବହୁତ ଲୋକ ସହିତ ଡିଲ୍ କରିବେ। କିଛି ଭଲ କାମ ହବ। ଆପଣଙ୍କୁ କିଛି ଭଲ ଜିନିଷ ମିଳିବ। ବିଜନେସ ମ୍ୟାନ ବହୁତ ଲାଭ ପାଇବେ। ରିଲେସନ ଆଗକୁ ବଢିବ। ପାର୍ଟନରଙ୍କ ସହିତ ଆଜି ଭଲ ଯିବ। ଭଲ ଦିନ ଅଛି। ଖୁସି ରହିବେ। ଶୁଭ ରଙ୍ଗ ଆପଣଙ୍କ ପାଇଁ ଆଜି ହ୍ୱାଇଟ କଲର। ଆପଣ ଆଜି ଖାଦ୍ୟରେ ଗୁଜୁରାତି, ତେଜପତ୍ର ସବୁ ବାସ୍ନା ଜିନିଷ ବ୍ୟବହାର କରନ୍ତୁ। ବିଛା ରାଶି, ଆଜି ଆପଣଙ୍କର କିଛି ପରିବର୍ତ୍ତନ ହବ। କୌଣସି ଜିନିଷ ଡ୍ୟାମେଜ ହେଇପାରେ। ଆପଣ କେୟାରଫୁଲ ରୁହନ୍ତୁ। ନଷ୍ଟ ଭଷ୍ଟ ହବ। ଠିକ ସମୟରେ ଆଜି ନିଜକୁ ଚେଞ୍ଜ କରିବାକୁ ଚାହିଁବେ। ଆଜି ମାଇଣ୍ଡ ସେଟ ଗୋଟେ ଅଲଗା ଧୁନ ରେ ଅଛି। ଆପଣଙ୍କର ରାସ୍ତାରେ ଯିବା ସମୟରେ କେୟାରଫୁଲ ଯାଆନ୍ତୁ। କାହା ସହିତ ଲିଟିଗେସନ ହେଇପାରେ। ତା ସହିତ ଆପଣ ଆଜି ସିକ୍ରେଟଲି କିଛି ସବୁ କାମ କରିବେ। ମନ୍ତ୍ର ତନ୍ତ୍ର ପୂଜା ପାଠ ଏ ଦିଗରେ ଆଗ୍ରହ ଆସିବ। କୌଣସି ମ୍ୟାଟରକୁ ନେଇକି ଆଜି ଅଧିକ ଚିନ୍ତା କରିବେ। ମେଡିଟେସନ କରିବା ପାଇଁ କି ଇଚ୍ଛା ହବ। ଶୁଭ ରଙ୍ଗ ଆପଣଙ୍କ ପାଇଁ କି ମେରୁନ୍ କଲର। ଆପଣ ଆଜି ଦୁର୍ଗା କବଚ ଶୁଣନ୍ତୁ। ଧନୁ ରାଶି, ଯାତ୍ରା ଶୁଭପ୍ରଦ ରହିବ। ବିଗିଡି ଯାଇଥିଲା କାମକୁ ଆଜି ସଜାଡି ନେବେ। ଉଚ୍ଚ ଲୋକ ସହିତ କନେକ୍ଟ ହେବେ। ଖୁସି ରହିବେ। କୌଣସି ମ୍ୟାଟର ଆଜି ଆପଣଙ୍କର ସୁରୁଖୁରୁରେ ହେଇଯିବ। ପବିତ୍ର ଜାଗାକୁ ଯାଇପାରନ୍ତି। ଆପଣଙ୍କର ଆଜି ଭାଗ୍ୟର ଶୁଭ ଫଳ ପ୍ରାପ୍ତି ହବ। ଶୁଭ ରଙ୍ଗ ଆପଣଙ୍କ ପାଇଁ ଆଜି ମେରୁନ୍ କଲର। ଆପଣ ମଥାରେ ଚନ୍ଦନ ଲଗାନ୍ତୁ। ମକର ରାଶି, ବିଭିନ୍ନ ସାରା କାମ କରିବେ। ବ୍ୟସ୍ତତା ଭିତରେ ସମୟ ଯିବ। କୌଣସି ଗୁରୁତ୍ୱପୂର୍ଣ୍ଣ ଦିଗରେ ଆପଣଙ୍କୁ ଆଜି ଲାଭ ମିଳିବ। କ୍ୟାରିଅର ଗ୍ରୋଥ ହବ। ଆପଣଙ୍କ ପାଇଁ କି ଅବଶ୍ୟ ଭଲ ଦିନ ଅଛି। କିନ୍ତୁ ବହୁତ ପରିଶ୍ରମ କରିବେ। ଶୁଭ ରଙ୍ଗ ଧଳା ରଙ୍ଗ। ଆପଣ ଆଜି କିଛି ସୁଗନ୍ଧ ଫୁଲ ଦେବଦେବୀଙ୍କୁ ଅର୍ପଣ କରନ୍ତୁ। କୁମ୍ଭ ରାଶି, ଆପଣଙ୍କ ପାଇଁ ଆଜି ବହୁତ ଲୋକଙ୍କ ସହିତ କନେକ୍ଟ ରହିବେ। କିଛି କାମ ମଧ୍ୟ ଭଲରେ ହେଇଯିବ। ଆପଣଙ୍କୁ କୌଣସି ଲୋକ ବିରକ୍ତ କରାଉଥିଲେ ଆଜି ସେଥିରୁ ବାହାରି ଆସିବେ। ଆଜି ପାର୍ଟନର ମଧ୍ୟ ଆପଣଙ୍କୁ ସହଯୋଗ କରିବେ। ପାଖ ପାଖ ଜାଗାକୁ ଯାତ୍ରା ବି କରିବେ।
ଆପଣଙ୍କର ଆଜି କିଛି ଗୁରୁତ୍ୱପୂର୍ଣ୍ଣ କାମ ଆଜି ଭଲରେ ଭଲରେ ହେଇଯିବ। ଆଜି ଅବଶ୍ୟ ଭଲ ଦିନ ଅଛି। ଖୁସି ରହିବେ ବିଭିନ୍ନ ଲୋକ ସହିତ ଆଜି କନେକ୍ଟ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ମେରୁନ୍ କଲର। ଆପଣ ଆଜି ଲକ୍ଷ୍ମୀ ନାରାୟଣଙ୍କୁ ସୁଗନ୍ଧ ଫୁଲ ଅର୍ପଣ କରନ୍ତୁ। ମୀନ ରାଶି ଆଜି ଆପଣ କେୟାରଫୁଲ ରହିବେ ଅନନେସେସରୀ କଥାରେ ଆଜି ପଡି ଯାଇ ପାରନ୍ତି। ଆପଣଙ୍କୁ ଆଜି କିଛି ଖର୍ଚ୍ଚ ବାର୍ଚ ଅଛି। ଆଜି ବାଡେଇ ହେଇ ଯାଇପାରେ କିଛି ଆଘାତ ଲାଗିପାରେ। କୌଣସି ମ୍ୟାଟରକୁ ନେଇକି ଆପଣ ଆଜି ଟିକେ ଡିଷ୍ଟର୍ବ ରହିବେ। କେୟାରଫୁଲ ରୁହନ୍ତୁ। ଆପଣ ଆଜି ପୂଜା ପାଠ ମନ୍ତ୍ର ତନ୍ତ୍ର ଏଇ ସବୁରେ କିଛି ଆଗ୍ରହ ଆସିବ। ପୁରୁଣା ସବୁ କିଛି ଜିନିଷ ନଷ୍ଟ ହେଇପାରେ ଖାଦ୍ୟ ନଷ୍ଟ ହେଇପାରେ ଷ୍ଟୋର ରୁମ ର ଆଜି ଚେକ୍ କରନ୍ତୁ। ଆପଣ ଆଜି ସତର୍କ ରୁହନ୍ତୁ ଅଗ୍ନି ପ୍ରତି। କୌଣସି ରିକ୍ସ ଷ୍ଟେପ ନିଅନ୍ତୁନି କିଛି ଲିଟିଗେସନରେ ପଡିଯିବେ। ଶୁଭ ରଙ୍ଗ ଆପଣଙ୍କ ପାଇଁ ଆଜି ହ୍ୱାଇଟ୍ କଲର। ଆପଣ ଆଜି ଫିଟିକିରି ପାଣିରେ ସ୍ନାନ କରନ୍ତୁ। ଆଜି ଦିନକୁ ଆହୁରି ବେଟର କରିବା ପାଇଁ କି ଏବେ ଚାଲିଛି ଗୁପ୍ତ ନବରାତ୍ରି। ଆପଣ ଶ୍ରୀ ସୁକ୍ତମ ପାଠ କରନ୍ତୁ। ଓଂ ଶ୍ରୀ ଶ୍ରୀଏ ନମ ମନ୍ତ୍ର ଜପ କରନ୍ତୁ। ଆପଣ ଆଜି ନିଜେ ସ୍ନାନ ଜଳରେ ସୁଗନ୍ଧ କିଛି ଗୋଲାପ ଜଳ ପକେଇକି ସ୍ନାନ କରନ୍ତୁ। ଦେବଦେବୀଙ୍କୁ ଝୁଣା ଧୂପ ସବୁ ଦିଅନ୍ତୁ। ଘର ସାରା ବୁଲେଇ ଦିଅନ୍ତୁ। ଆପଣ ଶୁକ୍ରଙ୍କର ସ୍ତୋତ୍ର ପଢନ୍ତୁ। ଶୁକ୍ରାଚାର୍ଯ୍ୟଙ୍କର ତା ସହିତ ଆପଣ କନକ ଧାରା ସ୍ତୋତ୍ର ପାଠ କରନ୍ତୁ। ଓଂ ଐଂ ରିଂ କ୍ଲିଂ ଚାମୁଣ୍ଡାୟ ବିଚେ ଏଇ ମନ୍ତ୍ର ମଧ୍ୟ ପାଠ କରନ୍ତୁ। ଆପଣଙ୍କୁ ଆଶୀର୍ବାଦ ମିଳିବ ଆଉ ଷ୍ଟ୍ରେଙ୍ଗଥ ମିଳିବ। ସବୁଠୁ ବଡ ଜିନିଷ ହେଲା ଭିତରର ବଳ। ଯଦି ଭିତରରେ ପଜିଟିଭ ଅଛନ୍ତି ବହୁତ ବଳ ଅଛି ଅନେକ ଜିନିଷ କରିବାକୁ ଉତ୍ସାହ ଆସିବ। ଭିତର ୱିକ୍ ହେଲେ ବାହାର ଯେତେ ଭଲ ଚାନ୍ସ ମିଳିଲେ ମଧ୍ୟ କିଛି ଦେଖାଯିବନି। ଏଣୁ ମାଇଣ୍ଡ ସେଟ କୁ ବହୁତ ଷ୍ଟ୍ରଙ୍ଗ କରିବା ପାଇଁ କି କିଛି ମେଡିଟେସନ ଏଭରିଡେ କରନ୍ତୁ।